ହାତ ପାପୁଲିରେ ଝିଅର ନାଁ ଲେଖି ଶୋଇପଡ଼ନ୍ତୁ। ସକାଳ ହେବା ମାତ୍ରେ ସେ ଝିଅ ନିଜେ ଆସି ତୁମ ସହିତ କଥା ହେବ, ତୁମକୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ନିଜ ବଶରେ କରିପାରିବେ। ତାକୁ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ବା ପଟେଇବାକୁ ଚାହୁଁଛନ୍ତି, ରାତିରେ ଶୋଇବା ପୂର୍ବରୁ ତାର ନାମକୁ ନିଜ ହାତରେ ଲେଖିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବେ। କିଛି ବି ଭୁଲ ଭାଲ କରିବେନି। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିବେ। ତେବେ ଯାଇ ଆପଣ ଦେଖିବେ ଚମତ୍କାର। ଆଜି ରାତିରେ ଶୋଇବା ପୂର୍ବରୁ ଏହି ବଶୀକରଣ କରିବେ। କାଲି ସକାଳୁ ଦେଖିବେ ଚମତ୍କାର। ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନ ରାତି ଭାବୁଛନ୍ତି, ତାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସେ ନାରୀ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ହାତ ପାପୁଲିରେ ଝିଅର ନାମ ଲେଖି ତାକୁ ପଟେଇ ପାରିବେ, ନିଜ ବଶରେ କରିପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଏହି କାମ କରିବେ। ତାପରେ ଦେଖିବେ ଚମତ୍କାର। କେତେଥର ଏମିତି ହେଇଥାଏ କି ଆମେ ଯେଉଁ ଝିଅକୁ ଭଲ ପାଉ ସିଏ ଆମକୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆମେ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରିଦେଉ। ଯଦି ଆପଣ ବି ଏହିପରି ସମସ୍ୟାରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ସେ ଝିଅକୁ ପଟେଇ ପାରୁନାହାନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି, ତେବେ ଆଜି ରାତିରେ ହାତ ପାପୁଲିରେ ତାର ନାମ ଲେଖି ଶୋଇପଡ଼ନ୍ତୁ। ଗ୍ୟାରେଣ୍ଟି ଦେଉଛି ଆଜି ରାତିରେ ଆପଣ ଏହି ବିଧିକୁ କରିବେ। ସକାଳ ହେବା ମାତ୍ରେ ଦେଖିବେ ଚମତ୍କାର। ସେ ଝିଅ ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। କେଉଁ ବି ପୁଅ ବା ଝିଅ ଏହି ବଶୀକରଣ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ନିଜ ପ୍ରେମକୁ ହାସଲ କରିବା ପାଇଁ ଏହି ବଶୀକରଣ କରିପାରିବେ। କିମ୍ବା କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ଭାଉଜକୁ ନିଜ ବଶରେ କରିବା ପାଇଁ ଏହି ବଶୀକରଣ ପ୍ରୟୋଗ କରିପାରିବେ। ଏହି ବଶୀକରଣର ଅନେକ ଫାଇଦା ଅଛି। ତେଣୁ ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତେବେ ଯାଇକି ଆପଣ ବଶୀକରଣ ଠିକ୍ ଭାବରେ କରିପାରିବେ। ତା ପୂର୍ବରୁ ଆଉ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଇଏ ପ୍ରଚଣ୍ଡ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ। ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। କାହିଁକି ନା ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ବଶୀକରଣ ଗୋଟିଏ ଥର ପ୍ରୟୋଗ କରିଦେବେ, ତା ଉପରେ ଏହି ବଶୀକରଣ ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣଙ୍କ ଆଡ଼କୁ ଏମିତି ଆକର୍ଷିତ ହେବ କି ଆପଣ ଭାବିପାରିବେନି। ଟାଣି ହୋଇ ଆପଣଙ୍କ ପାଖକୁ ଆସିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ମନେ ରଖନ୍ତୁ, ଏହି ବିଧିର କିଛି ପ୍ରୟୋଗ ବିଧି ଅଛି, କିଛି ନିୟମ ଅଛି, ଯାହାକୁ ଆପଣଙ୍କୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ମନେ ରଖନ୍ତୁ, ଏହି ବିଧିକୁ ଆପଣ ଶୁକ୍ରବାର, ଶନିବାର ଆଉ ରବିବାର 3 ଦିନ ପର୍ଯ୍ୟନ୍ତ
ରାତିରେ ଶୋଇବା ପୂର୍ବରୁ କରିବେ। ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ଯିବେ, ନାଲି ରଙ୍ଗର କଲମ କିମ୍ବା ନାଲି ରଙ୍ଗର ମାର୍କର ନେଇ ଆସିବେ, ଯାହାଦ୍ୱାରା ଆପଣ ହାତ ପାପୁଲିରେ ଝିଅର ନାମ ଲେଖିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଯେଉଁ ଝିଅ ବା ନାରୀକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତାର ନାମକୁ ନିଜର ବାମ ହାତର ପାପୁଲିରେ ଆପଣ ଲେଖିବେ। ଲେଖିସାରିବା ପରେ ଅଳ୍ପ ଟିକେ ଲାଲ ସିନ୍ଦୁର ସେ ନାମ ଉପରେ ଲଗେଇଦେବେ। ତାପରେ ହାତକୁ ମୁଠେଇକି ରଖିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର କହୁଛି, ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିଦେବେ। ମନ୍ତ୍ରଟି ଦେଖି ନିଅନ୍ତୁ। ମୁଁ ଆପଣଙ୍କୁ ମନ୍ତ୍ରଟି ଡିସପ୍ଲେରେ ଦେଖେଇ ଦେଉଛି। ଓମ୍ ଏଂ ହ୍ରିଂ କ୍ରିଂ ଚାମୁଣ୍ଡାୟ ବିଛେ ବଶ୍ୟମ ବସମାନାୟ ସ୍ୱାହା। ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିବେ। 3 ଥର ମନ୍ତ୍ର ପଢ଼ି ସାରିବା ପରେ ଯେଉଁ ମୁଠା କରିଛନ୍ତି ସେ ମୁଠାରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଶୋଇପଡ଼ିବେ। ଏହିପରି ଆପଣ ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ କରିବେ। ପ୍ରଥମ ଦିନରୁ ହିଁ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। କିନ୍ତୁ ମନେ ରଖନ୍ତୁ, ଏହି ବିଧିକୁ ଆପଣ ଅଧାରୁ ଛାଡ଼ିବେନି। ଲଗାତାର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ପୂର୍ବରୁ ଏହିପରି କରିବେ। ତାପରେ ଦେଖିବେ କିପରି ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ବିବାହିତା ନାରୀ ହାତ ଧରିକି ରୁମକୁ ଡାକିବ, ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।